ଆମେ ଅଳ୍ପ ସମୟ ବାକ୍ୟରୁ ଦେଖିବା। ଗୀତ ସଂହିତା 5 ଅଧ୍ୟାୟ, ଆଜିର ଚିନ୍ତାଧାରା ନିମନ୍ତେ ଗୀତ ସଂହିତା 5 ଅଧ୍ୟାୟ ଆମେ ଦେଖିବା। ଗୀତ ସଂହିତା 5 ଅଧ୍ୟାୟ, ଆଉ ଏହା ଅତି ଜଣାଶୁଣା ବାକ୍ୟ ଅଟେ। ତ ଆମେ ଯଦି ପଢ଼ିବା, ଲେଖାଯାଏ ପ୍ରଧାନ ବାଦ୍ୟକର ନିମନ୍ତେ ବଂଶୀ ଓ ଯନ୍ତ୍ରରେ ଦାଉଦଙ୍କର ଗୀତ। ତ ଦାଉଦ ଏହା ତାଙ୍କର ରଚିତ ଗୀତ ବୋଲି ଆମେ ଦେଖୁଅଛୁ। ଆଉ କୁହାଯାଉଅଛି 1 ପଦରୁ, ହେ ସଦାପ୍ରଭୁ ମୋ ବାକ୍ୟରେ କର୍ଣ୍ଣ ଦିଅ, ମୋହର କାକୁର୍ତ୍ତି ବିବେଚନା କର। ହେ ମୋହର ରାଜନ, ହେ ମୋହର ପରମେଶ୍ୱର, ମୋହର ଆର୍ତ୍ତରବରେ ମନୋଯୋଗ କର, କାରଣ ତୁମ୍ଭ ନିକଟରେ ମୁଁ ପ୍ରାର୍ଥନା କରେ। ହେ ସଦାପ୍ରଭୁ, ତୁମ୍ଭେ ପ୍ରାତଃ କାଳରେ ମୋହର ରବ ଶୁଣିବ। ମୁଁ ପ୍ରାତଃ କାଳରେ ତୁମ୍ଭ ଉଦ୍ଦେଶ୍ୟରେ ଆପଣା ପ୍ରାର୍ଥନା ସଜାଇବି ଓ ଜଗି ରହିବି, କାରଣ ତୁମ୍ଭେ ଦୁଷ୍ଟତାରେ ସନ୍ତୁଷ୍ଟ ପରମେଶ୍ୱର ନୁହଁ, ମନ୍ଦ ତୁମ୍ଭ ସଙ୍ଗେ ପ୍ରବାସ କରିବ ନାହିଁ, ଅହଙ୍କାରୀ ତୁମ୍ଭ ସାକ୍ଷାତରେ ଠିଆ ହେବ ନାହିଁ। ତ 1ରୁ 4 ପଦ ପର୍ଯ୍ୟନ୍ତ ଆମେ ଯେଉଁ ଏ ସ୍ଥାନରେ ପଢ଼ୁଛୁ, ଆମେ ଦେଖିବାକୁ ପାଉଅଛୁ ଯେ କୁହାଯାଉଅଛି ଏ ସ୍ଥାନରେ ଯେ ଯଦି ଆମେ ଦେଖିବା, ଦାଉଦ ଏ ଜାଗାରେ ତାଙ୍କର ବ୍ୟକ୍ତିଗତ ଅନୁଭୂତିକୁ, ବ୍ୟକ୍ତିଗତ ପରିଚୟକୁ ଏ ସ୍ଥାନରେ ରଖୁଛନ୍ତି। ତାଙ୍କର ଯାହା ଏକ୍ସପିରିଏନ୍ସ ଥିଲା ପରମେଶ୍ୱରଙ୍କ ସହିତ ତାଙ୍କର ପ୍ରାର୍ଥନାକୁ ସଜାଉଛନ୍ତି ବୋଲି ସେ କହୁଛନ୍ତି। ମାନେ ଯେଉଁ ପ୍ରାର୍ଥନା ସେ କରୁଛନ୍ତି, କର୍ଣ୍ଣ ଦିଅ ବୋଲି ପ୍ରଥମରେ ଲେଖାଯାଇଛି। ମାନେ when we call someone we have to alert like that, ଯେମିତିକି ଭାଇ ଶୁଣୁଛ ନା ନାହିଁ ବୋଲି ଯେମିତି ଆମେ କହିଥାଉ ଅନେକ ସମୟରେ, ସେହିପରି ଭାବରେ ପରମେଶ୍ୱରଙ୍କୁ ସେ କହୁଛନ୍ତି ଯେ ପ୍ରଭୁ ମୁଁ ଯାହା କହୁଅଛି ତାହା ଟିକେ ମୋର କଥାରେ ଧ୍ୟାନ ଦିଅ, ଟିକେ ଶୁଣ ବୋଲି ସେ କହୁଅଛନ୍ତି। ଓକେ, କର୍ଣ୍ଣ ଦିଅ, ମୋର କାକୁର୍ତ୍ତି ବିବେଚନା କର। ମାନେ ସେ ଯାହା କିଛି ଜଣାଉଛନ୍ତି ପ୍ରଭୁଙ୍କୁ, ସମସ୍ତ ବିଷୟକୁ ଟିକେ ସେ ଏକ୍ସପ୍ଲାନେସନ କରିବାରେ ପରମେଶ୍ୱରଙ୍କର ସାହାଯ୍ୟ ମାଗୁଛନ୍ତି। ଓକେ, କିନ୍ତୁ ଇଣ୍ଟରେଷ୍ଟିଂ ପଏଣ୍ଟ 2 ନମ୍ବରରେ ଆମେ ଯଦି ଦେଖିବା, ହେ ମୋହର ରାଜନ, ହେ ମୋହର ପରମେଶ୍ୱର, ମୋହର ଆର୍ତ୍ତରବ ମନୋଯୋଗ କର ବୋଲି କୁହାଯାଉଛି। ମାନେ ଯେତେବେଳେ ପ୍ରଭାତରେ ଗୋଟେ ବ୍ୟକ୍ତି ଗୋଟେ ବିଷୟକୁ ମାଗିଥାଏ ବା ଚାହିଁଥାଏ, ବା ପରମେଶ୍ୱରଙ୍କୁ ହଉ ବା ଅନ୍ୟ କୌଣସି ବ୍ୟକ୍ତିକୁ ଯେତେବେଳେ ପ୍ରାତଃ କାଳରେ ବା ସକାଳ ସମୟରେ ଯେତେବେଳେ କୌଣସି ବିଷୟକୁ ମାଗିଥାଉ, କହିଥାଉ, ସେତେବେଳେ ଆମେ ଏହି ସମସ୍ତ ବିଷୟକୁ ଦେଖିଥାଉ। ଓକେ, ତ କୁହାଯାଉଛି ଆର୍ତ୍ତରବରେ ମନୋଯୋଗ କର, କାରଣ ତୁମ୍ଭ ନିକଟରେ ମୁଁ ପ୍ରାର୍ଥନା କରେ। ତ ଗୋଟେ ବ୍ୟକ୍ତି ଯଦି ପ୍ରାର୍ଥନା କରୁଅଛି, ନିଶ୍ଚିତ ଭାବରେ ତାହାର ପ୍ରାର୍ଥନା ପରମେଶ୍ୱରଙ୍କ ନିକଟରେ ଗ୍ରାହ୍ୟ ଭଳି ଅଟେ। କିନ୍ତୁ ସେହି ପ୍ରାର୍ଥନାର ସମୟ, ନିର୍ଦ୍ଦିଷ୍ଟ ସମୟ ଜାଣିବା ବହୁତ ଆବଶ୍ୟକ ଅଟେ। ଆମେ କ'ଣ ପାଇଁ ପ୍ରାତଃ ପ୍ରାର୍ଥନା କରୁ? ବିକଜ there is a secret behind that. ଆମେ ଯଦି ଜାଣୁ, ଆମେ ଯଦି ଦେଖିବା, ତାହେଲେ ପ୍ରାତଃ କାଳର ପ୍ରାର୍ଥନାରେ ପରମେଶ୍ୱର ସନ୍ତୁଷ୍ଟ ଥାନ୍ତି। ପରମେଶ୍ୱରଙ୍କର ମାନେ ଯେଉଁ ଆମର ଯେଉଁ ନୈବେଦ୍ୟ ଥାଏ ତାହା ପ୍ରଥମ ଥାଏ, ଫ୍ରେଶ୍ ଥାଏ। ବୁଝିପାରୁଛୁ ନା? ତ ଆମେ ଯେତେବେଳେ ମର୍ଣ୍ଣିଂ ଡିଭୋସନ୍ କରିଥାଉ, ମର୍ଣ୍ଣିଂ ପ୍ରାର୍ଥନା କରିଥାଉ, ତାହା ଫ୍ରେଶ୍ ଥାଏ। ଆଉ ଯଦି ଅନଫ୍ରେଶ୍ କରିବା, ତାହେଲେ କୌଣସି କାର୍ଯ୍ୟ କଲା ପରେ ଆମେ ଯଦି ଦେଉଛୁ, ତାହା ଗୋଟେ ଭିନ୍ନ ଦେଖାଯିବ, ଭିନ୍ନ ଦୃଷ୍ଟିକୋଣ ଆସିଥାଏ। କିନ୍ତୁ ଆମେ ସମସ୍ତ କାର୍ଯ୍ୟ କରିବା ପୂର୍ବରୁ ଯେତେବେଳେ ଆମେ ପ୍ରଥମ କାର୍ଯ୍ୟ ପ୍ରାର୍ଥନାରେ ସମୟ କାଟୁଛୁ ବା ପ୍ରଭୁଙ୍କ ସହିତ ସମୟ କାଟୁଛୁ, ତାହେଲେ ଆମର ପ୍ରାର୍ଥନା ଏକ ଭିନ୍ନ ସ୍ତରର, ଭିନ୍ନ ଧରଣର ପ୍ରାର୍ଥନା ହୋଇଥାଏ ବୋଲି କୁହାଯାଏ। ସେଥିପାଇଁ ଅନେକ ଏହି ପ୍ରାତଃ କାଳରେ ହିଁ ପରମେଶ୍ୱରଙ୍କ ନିକଟକୁ ଆସିଥାନ୍ତି। ଆମେ ଜାଣୁ ଯେ ବାଇବଲରେ ପ୍ରଭୁଙ୍କର ଦାସମାନେ ପ୍ରାତଃ କାଳରେ ପ୍ରାର୍ଥନା କରୁଥିଲେ। ଆଉ ପ୍ରାତଃ କାଳରେ ଆଉ ସକାଳ ସମୟରେ ପ୍ରାର୍ଥନା କରିବା, ଏହା ଏକ ଫ୍ରେଶନେସ୍କୁ ଦର୍ଶାଏ, ଗୋଟେ ବହୁତ କ୍ଲିନ୍ ଆଣ୍ଡ କ୍ଲିଷ୍ଟରକୁ ଦର୍ଶାଇଥାଏ। ସେଥିପାଇଁ ସେ କୁହାଯାଉଛି ଯେ 3 ପଦରେ, ସଦାପ୍ରଭୁ ତୁମ୍ଭେ ପ୍ରାତଃ କାଳରେ ମୋହର ରବ ଶୁଣିବ। ମାନେ ଏଇଟା ଏପରି ଦେଖାଯାଉଛି ଯେ ମୁଁ ଡାକୁଛି, ଆପଣ ଡେଫିନେଟଲି ତାହା ଶୁଣିବେ, ଉତ୍ତର ଦେବେ ବୋଲି ସେ ଜାଗାରେ କୁହାଯାଉଛି। ମାନେ ଶୁଣିବ, ଆଣ୍ଡ ମୁଁ ପ୍ରାତଃ କାଳରେ ତୁମ୍ଭ ଉଦ୍ଦେଶ୍ୟରେ ଆପଣା ପ୍ରାର୍ଥନା ସଜାଇବି ଓ ଜଗି ରହିବି। ଦେଖନ୍ତୁ, ଗୋଟେ ବିଷୟକୁ ଆମେ କ'ଣ କରିଥାଉ, ଯେତେବେଳେ ଏକ୍ସାମ୍ପଲ୍ ଯଦି ଆମେ ଦେଖିବା, ତାହେଲେ ଆମ ଘରକୁ ଯଦି ଗେଷ୍ଟ ଆସୁଛନ୍ତି, ତାହେଲେ
ଯଦି ସେ ବ୍ୟକ୍ତିର ଗୃହ ଯଦି କିଛି ଅସନା ଅଛି ତାହେଲେ ଡେଫିନେଟଲି ଗେଷ୍ଟ ଆସୁଛନ୍ତି ବୋଲି କ'ଣ କରିବ ସେ ଗୃହକୁ ସଫା କରିବ, ସଫା ରଖିବ, ତାପରେ ସେ ୱେଟ୍ କରିବ ଯେ କେତେବେଳେ ସେ ଗେଷ୍ଟକୁ ୱେଲକମ୍ କରିବ। ଓକେ, କେବେ ମଧ୍ୟ କୌଣସି ବ୍ୟକ୍ତି ଯଦି ଘରକୁ ଗେଷ୍ଟ ଆସୁଛନ୍ତି ବୋଲି ଜାଣନ୍ତି ତାହେଲେ ସେମାନେ କେବେ ମଧ୍ୟ ଘରକୁ ଅସନା କରନ୍ତି ନାହିଁ, ଘରକୁ ମଇଳା କରିକି ରଖିବେ ନାହିଁ। ଦିସ୍ ଇଜ୍ ଦ ୱାନ୍ ଅଫ୍ ଦ ହ୍ୟାବିଟ୍ ବୋଲି ଆମେ କହିପାରିବା, ପ୍ରତ୍ୟେକଙ୍କର ଥାଏ ଏ ଅଭ୍ୟାସ, ପ୍ରତ୍ୟେକଙ୍କ ପାଖରେ ଆମେ ଦେଖିଥାଉ। ଓକେ, ଯଦି ଘରକୁ କୁଣୁଆ ଆସୁଛନ୍ତି, ଗେଷ୍ଟ ଆସୁଛନ୍ତି, ତାହେଲେ ସେ ବ୍ୟକ୍ତି ପ୍ରଥମରେ ଘରର ସମସ୍ତ ବିଷୟକୁ ଫ୍ରେଶ୍ କରିବ। ଆଉ ଦ୍ୟାଟ୍ ଇଜ୍ ଅଲସୋ ଆମେ ଯଦି ଦେଖିବା ଭିନ୍ନ ଭିନ୍ନ ସ୍ତର। ଓକେ, ଧରି ନିଅନ୍ତୁ ଆପଣଙ୍କର ଘରକୁ ଆପଣଙ୍କର ରିଲେଟିଭ ଖାଲି ଆସୁଛନ୍ତି, ତ ଆପଣ କେମିତି ଭାବରେ ଘରକୁ ସଜାଇବେ? ନର୍ମାଲି ଆପଣ ସଜେଇବେ। ଓକେ, ଯଦି ଆପଣଙ୍କର ଗୃହକୁ ଯଦି ବାହାଘର ଅଛି, ଆପଣଙ୍କର ଗୃହରେ ବାହାଘର ଅଛି, ତାହେଲେ ଆପଣ କିପରି ସଜେଇବେ? ତାଠୁ ଟିକେ ଭିନ୍ନ ଧରଣର ଡେକୋରେସନ୍ ଆପଣ ଇଚ୍ଛା କରିବେ, ଯେ ଘରର କଲର୍ ହେଉ, ଘରର ଏଇଟା ହଉ ସେଇଟା ହଉ, ବହୁତ କିଛି ହଉ। ଓକେ, ତାଠୁ ବେଶୀ ଆମେ ଯଦି ଦେଖିବା ଗୋଟେ ବହୁତ ବଡ଼ ମହାନ ଲୋକ ଯଦି ଧରି ନିଅନ୍ତୁ ସିଏମ୍ ଓର ପିଏମ୍ ଆଉ କଲେକ୍ଟର ଆଉ କିଏ ଯଦି ଆପଣଙ୍କ ଗୃହକୁ ଆସୁଛନ୍ତି, ଯେଉଁଟାକି ଆପଣଙ୍କର ଚିନ୍ତାର ବାହାରେ ଅଟେ, ଯଦି ସେପରି ବ୍ୟକ୍ତି ଆପଣଙ୍କ ଗୃହକୁ ଆସୁଛନ୍ତି ତାହେଲେ ଆପଣ କିପରି ଭାବରେ ଆପଣଙ୍କ ଗୃହକୁ ସଜାଇବେ, ଆମେ ତାହା ଇମାଜିନ୍ କରିପାରିବା। ତ ସେହିପରି ଭାବରେ ଆମେ ଯଦି ଦେଖିବା ଏହି ସଜାଇବା ବିଷୟକୁ, ତାହେଲେ ଦାଉଦ ମଧ୍ୟ କହୁଛନ୍ତି ଯେ ମୁଁ ପ୍ରାତଃ କାଳରେ କ'ଣ କରିବି? ତୁମ୍ଭ ଉଦ୍ଦେଶ୍ୟରେ ଆପଣ ପ୍ରାର୍ଥନା ସଜାଇବି ଓ ଜଗି ରହିବି ବୋଲି କହୁଛନ୍ତି। ମାନେ ସଜାଇଲା ପରେ ତାହା ପାଇବା ଆଶାରେ ଜଗି ରହିବାର ଅଛି। ମାନେ ସଜାଇବାର ଅର୍ଥ ଏହା ଯେ ମୁଁ ଯେପରି ପ୍ରାର୍ଥନା କରୁଅଛି, ମୋର ପ୍ରାର୍ଥନାର ଶୈଳୀକୁ ଜାଣିବା ବହୁତ ଦରକାର ଅଛି, ଆବଶ୍ୟକ ଅଛି। ଆଜି ଅନେକ ସମୟରେ ଆମେ ପ୍ରାର୍ଥନା କରିଥାଉ କିନ୍ତୁ ପ୍ରାର୍ଥନାକୁ ଆମେ ସଜାଇ ଜାଣିନଥାଉ, ଠିକ୍ ଅଛି ନା? ସେଥିପାଇଁ ବାଇବେଲରେ କୁହାଗଲା ଆମେ କିପରି ପ୍ରାର୍ଥନା କରିବା ଆମେ ଜାଣିନାହୁଁ। ଓକେ, ତ ସେହି ବିଷୟକୁ ପବିତ୍ର ଆତ୍ମା ମାନଙ୍କୁ ଶିକ୍ଷା ଦିଅନ୍ତି। ତ ସେଥିପାଇଁ ଆମେ ଯେତେବେଳେ ପ୍ରାର୍ଥନା କରୁଛୁ, ଆମର ପ୍ରାର୍ଥନାକୁ ଆମେ ସଜେଇବା ବହୁତ ଆବଶ୍ୟକ ଅଟେ। ପ୍ରାର୍ଥନାକୁ ଆତ୍ମାରେ ସଜେଇବା ବହୁତ ଆବଶ୍ୟକ ଅଛି। ତାହା ଫଳରେ କ'ଣ ହେବ? ଯେ ପରମେଶ୍ୱର ତାହା ଦେଖି ଆମମାନଙ୍କୁ ଆଶୀର୍ବାଦ କରିବେ। डेफिनेटली आशीर्वाद पाइबाकू हेले गोटे व्यक्ति को इम्प्रेस କରିବାକୁ पड़ता है, कि कुछ पाने के लिए कुछ करना पड़ता है जैसे। इसी वजह से हमको जानना चाहिए कि मैं आज किस तरह इन सारे विषय को रख रहा हूँ, प्रभुଙ୍କ ସମ୍ମୁଖରେ ମୁଁ କିପରି ଭାବରେ ସଜଉଛି ତାହା ଜରୁରୀ ଅଟେ। ଆଜି ଯଦି ମୁଁ ସଜେଇ ଜାଣିବି ନାହିଁ, ଗୋଟେ ବ୍ୟକ୍ତି ଇମ୍ପ୍ରେସ୍ ହେବ ନାହିଁ, ସିମ୍ପଲ କଥା। ତ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କଲା ଭଳି ଯଦି ଆମେ ଆରାଧନା କରିବା, ସେଥିପାଇଁ ଅନେକ ସମୟରେ ଆମେ ଚର୍ଚ୍ଚରେ ବି କହିଥାଉ ଯେ ସମ୍ପୂର୍ଣ୍ଣ ମନ, ସମ୍ପୂର୍ଣ୍ଣ ପ୍ରାଣ, ସମ୍ପୂର୍ଣ୍ଣ ଶକ୍ତି ଦ୍ୱାରା ପରମେଶ୍ୱରଙ୍କୁ ଆମେ ପ୍ରଶଂସା କରିବା। କିନ୍ତୁ ମୁଁ ଯଦି ପ୍ରାର୍ଥନା କରୁଅଛି, ମୋର ପ୍ରାର୍ଥନାରେ ଇଚ୍ଛା ନାହିଁ, କିନ୍ତୁ ଜଷ୍ଟ ଫର୍ ସେକ୍ ଶୋ କରିବା ପାଇଁ ବା କୌଣସି ରୁଟିନ୍ ଅନୁସାରେ ବା କୌଣସି କାର୍ଯ୍ୟ ଅନୁସାରେ ପ୍ରାର୍ଥନା କରୁଛି, ସେଟା ପ୍ରଭୁଙ୍କ ଦୃଷ୍ଟିରେ ଗ୍ରାହ୍ୟ ଭଳି ନୁହେଁ। ସେଥିପାଇଁ ଆମେ କାହାକୁ ଫୋର୍ସ କରିପାରିବା ନାହିଁ ଯେ ତୁମେ ପ୍ରାର୍ଥନା କ'ଣ ପାଇଁ କରୁନ, କ'ଣ ପାଇଁ ଆସୁନ, କ'ଣ ପାଇଁ। ଆମେ କହିପାରିବା ଜଣେ ବ୍ୟକ୍ତିକୁ, କିନ୍ତୁ ଫୋର୍ସ କରିପାରିବା ନାହିଁ। ସେଟା ତାଙ୍କର ବ୍ୟକ୍ତିଗତ ରୁଟିନ୍ରେ ସେମାନେ ସେଟାକୁ ଆଡ୍ କରିବା କଥା। ସେଥିପାଇଁ ଆମେ ଜାଣୁ ଯେ ପ୍ରାର୍ଥନା ଗୋଟେ ବହୁତ ମୂଲ୍ୟବାନ ବିଷୟ ଅଟେ। ଆଜି ଗୋଟେ ବ୍ୟକ୍ତିର ଜୀବନରେ ଯଦି ପ୍ରାର୍ଥନା ନାହିଁ, ତାହେଲେ ହୋଇଥାଇପାରେ ପ୍ରଭୁ ମଧ୍ୟ ନାହାନ୍ତି ସେ ବ୍ୟକ୍ତିର ଜୀବନରେ। ଆମେ ଯଦି ଜାଣିନୁ ହାଉ ଟୁ ପ୍ରେ, କ'ଣ ପ୍ରାର୍ଥନା କରିବାର ଅଛି, କେମିତି ପ୍ରାର୍ଥନା କରିବାର ଅଛି, କେଉଁ ବିଷୟକୁ ସଜେଇବାର ଅଛି, କାରଣ ଆମେ ଜାଣୁ ସିଧାସଳଖ ବାଇବେଲରେ କୁହାଯାଉଛି ଯେ ଦାଉଦ ମୁଁ ପ୍ରାର୍ଥନା ସଜାଇବି ଆଉ ତୁମର ଆଶୀର୍ବାଦକୁ ଆଉ କ'ଣ କରିବି? ମୁଁ ଜଗି ରହିବି ବୋଲି କୁହାଯାଉଛି। ମୁଁ ସଜାଇଲା ପରେ ଜଗି ରହିବି, ମାନେ ୱେଟିଂ ମୋଡରେ ଆମେ ସେ ବିଷୟକୁ ଦେଖୁଅଛୁ। ତ ମୁଁ ଯଦି କୌଣସି ବିଷୟ ଆଜି ପ୍ରାର୍ଥନାରେ ମାଗୁଅଛି, ତାହେଲେ ତାହା ପାଇବି ଆଉ ପାଇସାରିଅଛି ବୋଲି ଆମର ଗୋଟେ ବିଶ୍ୱାସ ରହିବା ଆବଶ୍ୟକ ଅଟେ। ଆଉ ପାଇସାରିଅଛି ବୋଲି ଯଦି ବିଶ୍ୱାସ କରୁଅଛି, ତାହେଲେ ସେ ବିଷୟକୁ ଅପେକ୍ଷା କରିବାର ମଧ୍ୟ ଧୈର୍ଯ୍ୟ ପରମେଶ୍ୱରଙ୍କୁ ମାଗିବା ବହୁତ ଦରକାର। ଓକେ, ତଳେ ଲେଖାଯାଇଛି ସଜାଇବି ଓ ଜଗି ରହିବି। 4 ପଦ ଯଦି ପଢିବା କୁହାଯାଉଛି, କାରଣ ତୁମ୍ଭେ ଦୁଷ୍ଟତାରେ ସନ୍ତୁଷ୍ଟ ପରମେଶ୍ୱର ନୁହଁ, ମନ୍ଦ ତୁମ ସଙ୍ଗେ ପ୍ରବାସ କରିବ ନାହିଁ। ଦୁଷ୍ଟତାରେ ସନ୍ତୁଷ୍ଟ ପରମେଶ୍ୱର ନୁହଁ ବୋଲି ଦାଉଦ କହୁଛନ୍ତି। ମାନେ ଦୁଷ୍ଟତା ମାନେ କ'ଣ ବୁଝୁଛୁ? କୌଣସି ରଙ୍ଗ ବିଷୟ କରିବାର ନାହିଁ।
ଅବାଧ୍ୟତା ଯୋଉଟା କି ଆମେ କହିଥାଉ କରିନଥାଉ, ଦ୍ୟାଟ୍ ଇଜ କଲ୍ ନେଗ୍ଲିଜେନ୍ସି କହିପାରିବା, ରଙ୍ଗ ୱେ କହିପାରିବା, ରଙ୍ଗ ଇଣ୍ଟେନସନ, ରଙ୍ଗ ଥଟ୍ କହିପାରିବା। ମୁଁ ଯଦି କିଛି କରୁଛି ତାହେଲେ ମୋର କରିବା ପଛରେ ଈଶ୍ୱରଙ୍କର ସନ୍ତୁଷ୍ଟି ରହିବା ବହୁତ ଆବଶ୍ୟକ। ମୁଁ ଯଦି କିଛି କହୁଛି ତାହେଲେ ମୋର ସେ କହିବାର ଓଜନ ବା କହିବାର ସତ୍ୟତା ରହିବା ବହୁତ ଆବଶ୍ୟକ। ହଁ ତ ହଁ, ନା ତ ନା, ଏପରି ୱାର୍ଡ ଆମମାନଙ୍କ ମଧ୍ୟରେ ଥିବା କଥା। ଯଦି ପ୍ରଭୁ କୌଣସି ଦୁଷ୍ଟତାକୁ ପସନ୍ଦ କରନ୍ତି ନାହିଁ, ତ ଆମେ ଜାଣିବା କଥା ଯେ ପରମେଶ୍ୱରକୁ ଦାଉଦ କ'ଣ କରୁଛନ୍ତି, କହୁଛନ୍ତି, କାରଣ ତୁମ୍ଭେ ଦୁଷ୍ଟତାରେ ସନ୍ତୁଷ୍ଟ ପରମେଶ୍ୱର ନୁହଁ, ମନ୍ଦ ତୁମ ସଙ୍ଗେ ପ୍ରବାସ କରିପାରିବ ନାହିଁ। ତୁମେ ସନ୍ତୁଷ୍ଟ ହେବା ପରମେଶ୍ୱର ନୁହଁ। ଆମେ କୌଣସି ଭାବରେ ମଧ୍ୟ ଲୋକ ଦେଖେଇବା ପାଇଁ ଆମେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା ବୋଲି ଯଦି ଚିନ୍ତା କରୁଛୁ, ତାହା କମ୍ପ୍ଲିଟଲି ରଙ୍ଗ ଅଟେ। ଆମେ କେହି ମଧ୍ୟ ଭାବିବା କଥା ନୁହେଁ ଯେ ପ୍ରଭୁ ଏହି ସମସ୍ତ ବିଷୟ ଦେଖିକି ଇମ୍ପ୍ରେସ୍ ହେବେ। ନାହିଁ, ଯଦି ଆପଣଙ୍କର ଇଚ୍ଛା ନାହିଁ ସେଇ ସ୍ଥାନରେ, ତାହେଲେ ଜବରଦସ୍ତି ଆମେ କୌଣସି ବିଷୟକୁ ସେ ସ୍ଥାନରେ ଆଡ୍ କରିପାରିବା ନାହିଁ। ସେଥିପାଇଁ ଆମେ ବୁଝିବା ବହୁତ ଜରୁରୀ ଅଟେ, ଦରକାର ଅଛି ଯେ ପ୍ରଭୁ କ'ଣ ଚାହୁଁଛନ୍ତି ଆମ ଜୀବନରୁ। ଆଟଲିଷ୍ଟ ହାଫ୍ ଏନ୍ ଆୱାର, 1 ଆୱାର, 2 ଆୱାର, ଯେତେ ସମୟ ହେଉଛି ଆମେ ସେତେ ସମୟ ପର୍ଯ୍ୟନ୍ତ ଚେଷ୍ଟା କରିବା ଆମର ମନକୁ ନିୟନ୍ତ୍ରଣ କରିବା ପାଇଁ। ମନକୁ କିପରି ଆମେ ନିୟନ୍ତ୍ରଣ କରିବା? ପ୍ରାର୍ଥନା କରିବା ପୂର୍ବରୁ ଯଦି ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି, ଜଷ୍ଟ ସେ ଇଟ୍ ଲାଉଡଲି, ପ୍ରଶଂସା କରନ୍ତୁ, ସ୍ତୁତି କରନ୍ତୁ, ତାଙ୍କର ଗୁଣାନୁବାଦ କରନ୍ତୁ, ତାଙ୍କର ଗୀତକୁ ଗାଆନ୍ତୁ। ଡେଫିନେଟଲି ଆମର ମନ କେନ୍ଦ୍ରିତ ହୋଇଯାଏ। ଆମେ ଜାଣିବା କଥା ମନକୁ କେନ୍ଦ୍ରିତ କରିବାର ଅଛି। ସାଙ୍ଗେ ସାଙ୍ଗେ ପ୍ରାର୍ଥନାରେ ବସିବି ତ ହୋଇପାରେ ମୁଁ କେନ୍ଦ୍ରିତ କରିପାରୁନାହିଁ, ସାଙ୍ଗେ ସାଙ୍ଗେ ଆରାଧନାରେ ବସିବି, ବାକ୍ୟ ଆରମ୍ଭ ହେଇଯାଇଥିବ, କଣ୍ଟ୍ରୋଲ କରିପାରିବି ନାହିଁ, ମନ ଇତସ୍ତତ ହେଉଥିବ। ଆମେ ଜଷ୍ଟ ଫ୍ୟୁ ମିନିଟ୍ସ ଲାଗି ଆମେ ନିଜକୁ ପ୍ରଶଂସାରେ ଆଣିବା। ପ୍ରଭୁଙ୍କର ସେହି ଉଦ୍ଦେଶ୍ୟରେ ଆମେ ପ୍ରଭୁଙ୍କ ପ୍ରଶଂସା କରିବା ବହୁତ ଆବଶ୍ୟକ ଅଟେ। ଯଦି ସେହି ଢାଳରେ ଆମେମାନେ ରଖିବାକୁ ଚାହୁଁଅଛୁ, ତାହେଲେ ଡେଫିନେଟଲି ଆମମାନେ ପ୍ରସ୍ତୁତିର ଜୀବନ କାଟିବା ବହୁତ ଆବଶ୍ୟକ ଅଟେ। ତ ଦାଉଦ ତାଙ୍କର ଏକ୍ସପିରିଏନ୍ସକୁ ଏ ସ୍ଥାନରେ ସେୟାର କରୁଛନ୍ତି। ଯଦି 5 ପଦକୁ ଯଦି ଆମେ କମ୍ପ୍ଲିଟଲି ପଢ଼ିବା, 12ଟି ପଦ ଅଛି, ଆଉ ଏ 12ଟି ପଦରେ ବହୁତ ବିଷୟ, ମାନେ ଗଭୀରତାର ବିଷୟ ଲେଖାଯାଇଛି। କିନ୍ତୁ ଆମେ ଅଳ୍ପ ସମୟ ଏହି ପ୍ରାତଃକାଳ ବିଷୟରେ ଆମେ ଚିନ୍ତା କରୁଛୁ, ଯାହାକି ସଦା ପ୍ରଭୁ ତୁମ୍ଭେ ପ୍ରାତଃ କାଳରେ ମୋହର ରବ ଶୁଣ, ମୁଁ ପ୍ରାତଃ କାଳରେ ତୁମ ଉଦ୍ଦେଶ୍ୟରେ ଆପଣା ପ୍ରାର୍ଥନା ସଜାଇବି ଓ ଜଗି ରହିବି। ଏହି ବିଷୟକୁ ଦାଉଦ ଆଜି ଆମମାନଙ୍କୁ ଶିକ୍ଷା ଦେଉଅଛନ୍ତି। ଯଦି ଆମେ ପ୍ରାତଃ କାଳରେ କୌଣସି ବିଷୟକୁ ସଜାଉଛୁ, ତାହେଲେ ଆମେ ଜଗି ରହିବା ନିହାତି ଆବଶ୍ୟକ ଅଟେ। ପ୍ରକାଶନ ଏହା ଆମକୁ ପ୍ରକାଶ କରୁଅଛି, ରେଭେଲେସନ ଇଜ ଦ୍ୟାଟ୍, କି ଯଦି ମୁଁ କୌଣସି ବିଷୟକୁ ମୋର ହୃଦୟରେ ସଜେଇବାକୁ ଆରମ୍ଭ କରିଅଛି, ମୋର ଜୀବନରେ ସଜେଇବାକୁ ଆରମ୍ଭ କରିଛି, ମୋର ପରିବାରରେ ସଜେଇବାକୁ ଆରମ୍ଭ କରିଛି, ମୋର ମିନିଷ୍ଟ୍ରିରେ ସଜେଇବା ଆରମ୍ଭ କରିଛି, ତାହେଲେ ଏହା ସେହି ସମୟ ଅଟେ ଯାହାକି ଆମେ ମାନେ ଗୋଟେ ଅପେକ୍ଷାରେ ରହିବା ବହୁତ ଜରୁରୀ ଅଟେ। ଯଦି 2026 ବର୍ଷର ଏହି ପ୍ରଥମ ମାସରେ ଆମେ ସମସ୍ତ ବିଷୟକୁ ସଜଉଛୁ ଯେ ମୋର ସମସ୍ତ ବିଷୟ କିପରି ଉତ୍ତମ ହେବ, ମୁଁ ସମସ୍ତ କ୍ଷେତ୍ରରେ ପ୍ରଭୁଙ୍କର କାର୍ଯ୍ୟ ପାଇଁ କିପରି ମୁଁ କ'ଣ ସଜେଇ ପାରିବି, ତାହେଲେ ଡେଫିନେଟଲି ଆମର ଗୋଟେ ୱେଟିଂ ଟାଇମ୍ ବି ଅଛି, ଯାହାକି ଆମେ ଅପେକ୍ଷାରେ ରହିବା। ଆଉ ଆମେ ଜାଣୁ ଯଦି ଆମେ ସତ୍ୟତାରେ ପରମେଶ୍ୱରଙ୍କ ପାଖକୁ ଆସୁଅଛୁ, ତାହେଲେ ନିଶ୍ଚିତ ଭାବରେ ପ୍ରଭୁ ଆମର ସେ ସତ୍ୟତା ଦ୍ୱାରା ଆମମାନଙ୍କୁ ଆଶୀର୍ବାଦ କରିବେ। କାରଣ ପ୍ରଭୁ କହନ୍ତି ଯେ ଆମେ ଯାହା ପ୍ରମିସ୍ କରିଥାଉ, ଯାହା କହିଥାଉ, ତାହା ଡେଫିନେଟଲି ତାହା ଆମେ କରିଥାଉ। ଗୋଟେ ବ୍ୟକ୍ତି ଯଦି କୌଣସି ବିଷୟ ମାଗୁଅଛି, ତାହେଲେ ତା ଜୀବନରେ ନିଶ୍ଚିତ ଭାବରେ ସେ ସତ୍ୟତାକୁ ଆମେ ପ୍ରକାଶ କରିଥାଉ। ଆଜି ଆମେ ପ୍ରାର୍ଥନାରେ କହିବା ଆବଶ୍ୟକ ଅଟେ ଯେ ପ୍ରଭୁ ମୁଁ ନିଜକୁ ସଜାଉଛି, ଆଉ ମୋର ପ୍ରାର୍ଥନା ତୁମ ଚରଣ ତଳେ ମୁଁ ଅର୍ପଣ କରୁଅଛି। ଧନ୍ୟବାଦ ଦେଉଅଛି ପ୍ରଭୁ ଏହି ସମସ୍ତ ବିଷୟ ପାଇଁ ବୋଲି ଆମେ କହିବା ବହୁତ ଜରୁରୀ ଅଟେ। ଆସ ଆମେ ପ୍ରାର୍ଥନା କରିବା ଏବଂ ପ୍ରଭୁଙ୍କୁ ଜଣେଇବା, ପ୍ରଭୁ ଧନ୍ୟବାଦ ଆଜିର ଏହି ପ୍ରାତଃ କାଳରେ ତୁମେ ଯାହା କିଛି ଆମକୁ ଶିକ୍ଷା ଦେଲ। ଯଦି ବା ପ୍ରଭୁ ଆମେ ଅଳ୍ପ ସମୟ କିଛି ବାକ୍ୟର ଆମେ ଚିନ୍ତା କଲୁ, ଆଉ ଦାଉଦ ଯେଉଁ ସତ୍ୟ ତାହା ନିଶ୍ଚିତ ଭାବରେ ପ୍ରଭୁ ଆମ ଜୀବନରେ ଇମ୍ପାକ୍ଟ ଯେପରି ପଡ଼ିପାରିବ, ସେଥିପାଇଁ ଆମେ ପ୍ରାର୍ଥନା କରୁଅଛୁ ସେହି ସତ୍ୟତା ପାଇଁ, ଯେଉଁ ସତ୍ୟତା ତୁମେ ଆଜି ଆମମାନଙ୍କ ଜୀବନରେ ଦେଇଅଛ ପ୍ରଭୁ। ଧନ୍ୟବାଦ ଦେଉଅଛି ପ୍ରଭୁ ସେହି ମଙ୍ଗଳ ଦାନ ପାଇଁ, ଯେଉଁ ମଙ୍ଗଳ ଦାନ ତୁମେ ଆମ ଜୀବନରେ ଆଜି କରିଅଛ ପ୍ରଭୁ। ବିଶେଷ ଭାବରେ ପ୍ରଭୁ ତୁମେ ମହିମା ପାଅ, ଗୌରବ ପାଅ, ପ୍ରଶଂସା ପାଅ, ସ୍ତୁତି ପାଅ। ପ୍ରଭୁ ଏହି ସମୟରେ ପ୍ରଭୁ ଆମେ ଯେତେ ସମୟ ମଧ୍ୟ ଆରାଧନା କରିବୁ, ପ୍ରଶଂସା କରିବୁ, ସ୍ତୁତି କରିବୁ, ବାଇବେଲ ଅଧ୍ୟୟନ କରିବୁ, ପ୍ରତ୍ୟେକ ଷ୍ଟେପ୍ରେ ପ୍ରଭୁ ଆମେ ଗୋଟିଏ ପ୍ରାର୍ଥନା କରୁଅଛୁ ଯେ ଆମର ପ୍ରତ୍ୟେକ ବିଷୟକୁ ତୁମେ
ତୁମେ ସଜାଅ ପ୍ରଭୁ। ପ୍ରତ୍ୟେକ ବିଷୟକୁ ତୁମେ ଅର୍ଡରଲି ପ୍ରଭୁ ମୁଭ୍ କର ବୋଲି ପ୍ରାର୍ଥନା କରୁଛୁ। ଯେପରି ଆମେ ନିଜ ଜୀବନକୁ ସଜାଡ଼ି ପାରିବୁ, ନିଜର ପ୍ଲାନ୍କୁ ସଜାଡ଼ି ପାରିବୁ, ନିଜର ଇଣ୍ଟେନସନ୍କୁ ସଜାଡ଼ି ପାରିବୁ ପ୍ରଭୁ, ସେହି ପ୍ରାର୍ଥନା ଆମେ କରୁଅଛୁ। ଯଦି ଆମେ ଆଜି ସଜାଡ଼ି ପାରୁନାହୁଁ, ତାହା ଅସଜଡ଼ା ଦେଖାଯିବ ଆଉ ତାହା ଡିସିପ୍ଲିନ୍ ମେଣ୍ଟେନ୍ ହେବ ନାହିଁ। ଆଉ ପ୍ରଭୁ ତୁମେ ସେହି ସମସ୍ତ ବିଷୟ ଦେଖି ପ୍ରଭୁ ତୁମେ କ୍ରୋଧିତ ହୋଇଥାଅ, ତୁମେ ଦୁଃଖିତ ହୋଇଥାଅ ପ୍ରଭୁ, ତୁମେ ନିରାଶାରେ ଯାଇଥାଅ ପ୍ରଭୁ। ପ୍ରାର୍ଥନା କରୁଅଛୁ ଯେପରି ଆମେ ପ୍ରାର୍ଥନାକୁ ସଜାଇ ପାରିବୁ ଆଉ ତାହା ଏକ ସୁନ୍ଦରତାକୁ ଆମେ ତୁମ ହସ୍ତରେ ସମର୍ପିତ କରିପାରିବୁ। ଆଉ ତୁମେ ତାପରେ ପ୍ରଭୁ ଆମ ଜୀବନରେ ଆଶୀର୍ବାଦ ଏବଂ ସେହି ଅଭିଷେକକୁ ଆଣିବ ପ୍ରଭୁ, ତାହା ବିଶ୍ୱାସ କରୁ। ପ୍ରାର୍ଥନା କରୁଛୁ ଆମେ ଯେତେ ଜଣ ମଧ୍ୟ ଆଜିର ଏହି ଉପାସନାରେ ଯୋଡ଼ିଲୁ ପ୍ରଭୁ, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର। ପ୍ରତ୍ୟେକଙ୍କର ଉଦ୍ଦେଶ୍ୟ ଲକ୍ଷ୍ୟକୁ ପୂର୍ଣ୍ଣ କରିଅଛ ଆଉ କରିବ ବୋଲି ଆମେ ବିଶ୍ୱାସ କରୁଛୁ। ଏହି ପ୍ରାତଃ କାଳରେ ପ୍ରଭୁ ଆମେ ସମସ୍ତେ ତୁମ ନିକଟବର୍ତ୍ତୀ ହେଉଅଛୁ ପ୍ରଭୁ। ଆଜିର ବାକ୍ୟ ଦ୍ୱାରା ତୁମେ କଥା କହିଲ ବୋଲି ଧନ୍ୟବାଦ। ଯୀଶୁ ତୁମ ପ୍ରିୟ ନାମରେ ମାଗୁଅଛୁ, ଆମେନ୍।